ଘରେ ପଶି ଚୋରି କରିବା ଘଟଣାରେ 5 ବର୍ଷ ସଜା ପାଇବେ ଅଭିଯୁକ୍ତ। ସୂଚନାଯୋଗ୍ୟ, 16/6/2025 ତାରିଖ ସନ୍ଧ୍ୟା 4ଟା ସମୟରେ ଏତଲାକାରୀ କିଶୋର ପାଇକ ଆର୍ ଉଦୟଗିରି ଥାନା ଅନ୍ତର୍ଗତ ହାଟପଦାରେ ବାବୁଲା ରାଜେନ୍ଦ୍ର ପାତ୍ରଙ୍କ ଧର୍ମପତ୍ନୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ନିଜ ଘରକୁ ଫେରି ଦେଖିଲେ ଯେ ଘର କବାଟ ଭାଙ୍ଗି ପଡ଼ିଛି ତଥା ପାଖରେ ଏକ ଶାବଳ ପଡ଼ି ରହିଛି। ସେତେବେଳେ ସେ ଘର ଭିତରକୁ ଯାଇ ଦେଖିଲେ ଯେ ତାଙ୍କ ଘରୁ କେହି ଜଣେ ସୁନା ଗହଣା, ମୋବାଇଲ ତଥା 3000 ଟଙ୍କା ଚୋରି କରି ଘରର ଆସବାବପତ୍ର ଏଣେତେଣେ ପକାଇ ପଳାଇଛି। ଏନେଇ ସ୍ଥାନୀୟ ପୋଲିସକୁ ଜଣାଇ ମାମଲା ନମ୍ବର 65/25 ପ୍ରକାରେ ଏକ ମାମଲା ରୁଜୁ କରିଥିଲେ ଓ ସବ୍ ଇନ୍ସପେକ୍ଟର ସନ୍ଦୀପ ହେମ୍ବ୍ରମ ଉକ୍ତ ମାମଲାର ତଦନ୍ତ କରି ସବୁ ଜିନିଷ ଆସାମୀଙ୍କ ପାଖରୁ ଉଦ୍ଧାର କରି ରୁବୁଡ ସିଂର ଏବଲ ଭୂୟାଙ୍କୁ କୋର୍ଟ ଚାଲାଣ କରିଥିଲେ। 9 ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ଆଜି ମାନ୍ୟବର ଜେଏମ୍ଏଫସି ତରୁଣ କୁମାର ସେଠୀ ଅଭିଯୁକ୍ତକୁ ଭାରତୀୟ ନ୍ୟାୟ ସଂହିତାର ଧାରା 305 ଘରେ ପଶି ଚୋରି କରିବାରେ 3 ବର୍ଷର ସଜା ଓ 3000 ଟଙ୍କା ଜୋରିମାନା ତଥା ଧାରା 332 ଘରେ ପଶି ଘଟଣା ଘଟାଇବାରେ 2 ବର୍ଷର ସଜା ଓ 2000 ଟଙ୍କା ଜୋରିମାନାରେ ଉକ୍ତ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦାୟ ପୃଥକ ଭାବେ ଆଉ 1 ବର୍ଷ 2 ଦଫାରେ ଅଲଗା ଅଲଗା ସଜା ଭୋଗ କରିବେ ଅଭିଯୁକ୍ତ। ସୂଚନାଯୋଗ୍ୟ, ଏହି 2 ଦଣ୍ଡ ଗୋटे ସରିବା ପରେ ଆଉ ଗୋटे ଅର୍ଥାତ୍ ସମୁଦାୟ 5 ବର୍ଷର ସଜା ଅଭିଯୁକ୍ତ ଭୋଗ କରିବେ ବୋଲି ବିଚାରପତି ନିଜ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ହରିକୃଷ୍ଣ ପ୍ରଧାନ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାର ତ୍ୱରିତ ବିଚାର କରାଯାଇ ମାତ୍ର 5 ମାସରେ ଦୋଷୀକୁ ଦଣ୍ଡିତ କରାଯାଇଛି।